ଗୋସ୍ୱାମୀ ଲେଖିଛନ୍ତି ଆମର କୋଉଥିରେ ଉପଦେଶାମୃତରେ ଶୁଶ୍ରୂଷୟା ଭଜନ ବିଜ୍ଞ ମନନ୍ୟ ମନ୍ୟ ନିନ୍ଦାଦି ଶୂନ୍ୟ ହୃଦ ମିପ୍ସିତ ସଙ୍ଗ ଲବ୍ଧା ତାଙ୍କୁ ସେବା କରିବ ବୋଲି କୁହାଯାଇଛି। ତିନି ପ୍ରକାର ଭକ୍ତ ଅଛନ୍ତି କିଏ ଭକ୍ତିରେ ଗୋଟେ ହେଲା କୃଷ୍ଣେତି ଯସ୍ୟ ଗିରିତଂ ମନସାଦ୍ରିୟେତଂ ଯେ କୃଷ୍ଣ ନାମ ସବୁବେଳେ ଜପ କରୁଛି ତାକୁ ସବୁବେଳେ ମନରେ ପ୍ରଣାମ କରିବ ଦେଖୁ ଦେଖୁ ପ୍ରଣାମ କରିବ ପ୍ରଭୁଜୀ ହରେ କୃଷ୍ଣ ଦୀକ୍ଷାତି କୃଷ୍ଣେତି ଯସ୍ୟ ଗିରିତଂ ମନସାଦ୍ରିୟେତଂ ଦୀକ୍ଷାତି ପ୍ରଣତି ବିଶ୍ୱ ମଜନ୍ୟମେଚ ତାକୁ ପ୍ରଣାମ କରିବ ଦଣ୍ଡବତ ପ୍ରଣାମ କରିବ ଯେ ଦୀକ୍ଷା ନେଇକରି ଭଜନ କରୁଛି। ଲାଷ୍ଟକୁ କୁହାହେଲା ଶୁଶ୍ରୂଷୟା ଭଜନ ବିଜ୍ଞ ମନନ୍ୟ ମନ୍ୟ ନିନ୍ଦାଦ ଶୂନ୍ୟ ହୃଦ ନିପ୍ସିତ ସଙ୍ଗ ଲବ୍ଧା ତାକୁ ସେବା କରିବ କାହାକୁ ଶୁଦ୍ଧ ଭକ୍ତକୁ ପ୍ରଣାମ ତ କରିବ ସେବା କରିବ ଶୁଶ୍ରୂଷୟା ଭଜନ ବିଜ୍ଞ ମନନ୍ୟ ମନ୍ୟ କାହିଁକି ନା ନିନ୍ଦା ଯୋଉ ଶୂନ୍ୟ ତା ହୃଦୟରେ ନିନ୍ଦା ନାହିଁ ସେ କାହାକୁ ନିନ୍ଦା କରିବନି ସେ ଭାବିବ ମୁଁ ସଂସାର ଯାକ ଲୋକ ଭକ୍ତ ମୁଁ ସେ ପାପୀଟାକୁ ଦେଖିଲେ ଇଏ ଭକ୍ତ ମୁଁ ଆଗ ପାପୀ ସଂସାରରେ ଆଉ ସବୁ ଭକ୍ତ ନିନ୍ଦା ଯୋଉ ଶୂନ୍ୟ ହୃଦ ନିପ୍ସିତ ସଂକଳବ୍ଧା ତା ଭିତରେ କୌଣସି ପ୍ରକାର ନିନ୍ଦା ନାହିଁ ମାନେ ସେ କାହାକୁ ନିନ୍ଦା କରିବନି ସେ ଯେ ଶୁଦ୍ଧ ଭକ୍ତ ସେ ସମସ୍ତଙ୍କୁ ପ୍ରଶଂସା କରିବ ଗଛ ଗଲେ ମୁଣ୍ଡିଆ ମାରିବ କୁକୁର ଗଲେ ମୁଣ୍ଡିଆ ମାରିବ ଯାହାକୁ ଦେଖିଲେ ପ୍ରଣାମ କରିବ ହୃଦୟ ସହିତ ପ୍ରଣାମ କରିବ ସେ ସମସ୍ତଙ୍କୁ ସେ ପ୍ରଣାମ କରିବ ସେ ଶୁଦ୍ଧ ଭକ୍ତ ଆମେ ଭାବୁଥିବ ବେଳେବେଳେ ମୁଁ ପ୍ରଣାମ ନାଇଁ ନାଇଁ ତମ ଆଗରୁ ସେ ପ୍ରଣାମ କରିସାରିଲାଣି ଯେ ଶୁଦ୍ଧ ଭକ୍ତ ତମକୁ ଅପେକ୍ଷା କରିବନି ସିଏ ଆଗେ ପ୍ରଣାମ କରିଦେବ ତ ସମସ୍ତଙ୍କୁ ସେ କାହାକୁ ଅପେକ୍ଷା କରିବନି।